ମାତ୍ର ଗୋଟିଏ ଆମ୍ବରେ ଓ ଘରୋଇ ଜିନିଷରେ ଆଜି ବନେଇବା ଛାଡ଼ିଥିଲି ଆଇସ୍କ୍ରିମ୍, ଯୋଉଟା କି ଗାଁ ଦାଣ୍ଡରେ ଯେତେବେଳେ ଆଇସ୍କ୍ରିମ୍ ବାଲା ଘଣ୍ଟି ବଜାଏ ସେତେବେଳେ ମା ବାପା ତ ପିଲାମାନଙ୍କ ପାଇଁ କିଣି ଦିଅନ୍ତି, କିନ୍ତୁ ନିଜ ମନକୁ ମାରି ଦିଅନ୍ତି। ଆଉ ସେ ସବୁ କରିବାକୁ ପଡିବନି। ଚାଲନ୍ତୁ ଆମେ ନିଜେ ଘରେ ବନେଇ ଖାଇବା ଆଇସ୍କ୍ରିମ୍ ବିନା ଛାଞ୍ଚରେ। ଘରର କପ୍ ଗ୍ଲାସ ଯେକୌଣସି ଜିନିଷରେ ଆପଣ ମାନେ ବନେଇ ପାରିବେ ଏବଂ ଘରୋଇ ପୁରା ବେସିକ ଜିନିଷରେ। ନମସ୍କାର ଫ୍ରେଣ୍ଡସ୍, ମୁଁ ନିରୁ ଆପଣଙ୍କୁ ପୁଣି ଥରେ ସ୍ୱାଗତ କରୁଛି ଆଜିର ନୂଆ ଭିଡିଓରେ। ତ ଫ୍ରେଣ୍ଡସ୍, ଯଦି ସବସ୍କ୍ରାଇବ କରିନାହାନ୍ତି ସବସ୍କ୍ରାଇବ କରି ରଖନ୍ତୁ, ଏମିତି ଡେଲିର କିଛି ନା କିଛି ନୂଆ ଭିଡିଓ ଆପଣମାନଙ୍କ ପାଇଁ ନିଶ୍ଚୟ ଆସିବ। ଏବେ ଦେଖନ୍ତୁ ଆମେ ନେଇଯିବା ଏଠି ଆମ୍ବ, ଯୋଉ ଆମ୍ବଟା କି ନେବେ ପୁରା ମିଠା ଆମ୍ବ ଥିବ ଆଉ ତା ଫ୍ଲେଭର ଯେମିତି ଭଲ ଆସୁଥିବ, ବାସ୍ନା ଏତେ ଭଲ ଆସିବ ଯେମିତି କି ଆମର ପୁରା ଏଥିରେ ଏସେନ୍ସ ଦବାକୁ ହିଁ ପଡିବନି, ସେଇଭଳିଆ ଭଲ ଆମ୍ବ ଦେଖିକରି ନେବେ। ଯଦି ନହେଲା ତାହେଲେ ଖାଲି ଆମ୍ବ ବି ନେଇଯିବେ। ଗୋଟେ ଗୋଟେ ଦେଶୀ ଆମ୍ବ ବି ବହୁତ ଭଲ ଥାଏ। ଏଇଠି ସେଇଭଳି ଏଇଠି ଆମ୍ବ ମୁଁ ତାକୁ ନେଇଯାଇଛି। ଏବେ ତାକୁ ଗୋଟା ଧୋଇ କରି ଆମେ ଏମିତି ଚୋପା ଛଡେଇଦବା, ତାପରେ ଏମିତି ଛୋଟ ଛୋଟ କରି କଟିଂ କରିଦବା। ତ ଛୋଟ ଛୋଟ କରି କଟିଂ କରିଦେଇ ତାପରେ ସବୁ ଯାକ ଯେତିକି ଆମର ରସ ଏଠି ବୁଦା ବାହାରିଗଲା ସେଇଟା ଆମେ ଛୋଟ ଗ୍ରାଇଣ୍ଡର ଜାରରେ ସବୁ ଯାକ ଦେଇଦବା। ଆଉ ଗୋଟେ କପ୍ ପାଣି ଦେଇକରି ବା ଅଧା କପ୍ ପାଣି ଦେଇକରି ତାକୁ ଏମିତି ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦବା। ତ ଦେଖନ୍ତୁ ଫ୍ରେଣ୍ଡସ୍, ଏଠି ଗ୍ରାଇଣ୍ଡିଙ୍ଗ କରିଦେଲା ପରେ ଏବେ ଗ୍ୟାସ୍ ଚୁଲାରେ ଆମେ ବସେଇଦବା ପ୍ୟାନ୍। ଆଉ ଏଠି ଗ୍ୟାସ୍ ଅନ୍ ନ କରି ଏଠି ଆମେ ଡାଇରେକ୍ଟ ଏମିତି ଗୋଟେ ସ୍ଥାନରେ ବା ଛଣା ନେଇକରି ଏଠି ସେଇ ଯୋଉ ଆମ୍ବ ରସକୁ ଛାଣି ନେବା। ଯୋଉ ମୋଟା ମୋଟା ଅଂଶ ଥିବ ତା ଯେମିତି ବାହାରି ଯିବ। ଏବେ କଣ କରିବା, ତାକୁ ଗ୍ୟାସକୁ ଅନ୍ କରିଦବା। ଏଠି 2 ଚାମଚ ନେଇଯିବା କର୍ଣ୍ଣଫ୍ଲୋର। କର୍ଣ୍ଣଫ୍ଲୋର ଜାଗାରେ ଫ୍ରେଣ୍ଡସ୍ ଯଦି ଏଠି ଆପଣଙ୍କର ଏଠି କଷ୍ଟାର୍ଡ ପାଉଡର ଅଛି, କଷ୍ଟାର୍ଡ ପାଉଡର ବି ନେଇପାରିବେ। କଷ୍ଟାର୍ଡ ପାଉଡର କର୍ଣ୍ଣଫ୍ଲୋର ଯଦି ଦୁଇଟା ଯାକ ନାହିଁ ହେଲେ ଆପଣ କଣ କରିବେ ନା ଅଳ୍ପ ଟିକେ ପ୍ରଥମେ ଭାଜି ନେବେ ଆଉ ତାକୁ ନେବେ, ଡାଇରେକ୍ଟ କଞ୍ଚାଟାକୁ ନେବେନି। ସେଇଟାରେ ବି ବଢିଆ ଆଇସ୍କ୍ରିମ ଆପଣଙ୍କର ବନିବ। ଏବେ ଫ୍ରେଣ୍ଡସ୍ ଦେଖନ୍ତୁ, ଏଠି ଆମେ ଦେଇଦବା 50 ଗ୍ରାମ ଚିନି। ତାକୁ ଭଲ ଭାବରେ ଏମିତି ଗ୍ୟାସକୁ ଅନ୍ କରି ତାକୁ ଟିକେ 2-3 ଫୁଟଣ ଫୁଟିବାକୁ ଦବା। ତାପରେ ଏଠି ଗୋଟେ ପିଞ୍ଚ ଫୁଡ କଲର, ଯୋଉଟା କି ଆପଣ ଜିଲାପି ବା ଲଡୁ ବନେଇବା ପାଇଁ ଯୋଉଟା ଥାଏ, ହଳଦିଆ ବା ରେଡ୍ କଲର ଅଳ୍ପ ଟିକେ ନାକୁ ପକେଇଦେବେ। ଗୋଟେ ପିଞ୍ଚ ପକେଇବା ଦ୍ୱାରା ଏମିତି ଆପଣଙ୍କର ମୋଟା ସିରପ ଗୋଟେ ବନିକରି ରେଡି ହେଇଯିବ। ଏବେ ଫ୍ରେଣ୍ଡସ୍ କଣ କରିବା, ତାକୁ ଗ୍ୟାସରୁ ଆମେ ଓହ୍ଲେଇଦବା। ଓହ୍ଲେଇ କରି ଯେକୌଣସି ବାଉଲରେ ଯେକୌଣସି ଜାଗାରେ ଆପଣ ମାନେ ଏମିତି ତାକୁ ପାଲଟି ପାରିବା। ନହେଲେ ନାହିଁ ଏଠି ଆପଣ ଅଲଗା ପ୍ୟାନରେ ମଧ୍ୟ ଅଲଗା ପାଇଁ ବାଟର ଆମେ ବନେଇ ପାରିବେ। ତ ସେଥିପାଇଁ ଏମିତି ମୁଁ ତାକୁ ବାର କରୁଛି, କେତେ ଜିନିଷ ଏପଟ ସେପଟ କରିବା। ତ ସେଇଥିରେ ଆମେ ଫ୍ରେଣ୍ଡସ୍ ପୁଣି ବନେଇବା ଆଉ ପୁଣି ସେକେଣ୍ଡ ଷ୍ଟେପଟା ନେବା। ଏବେ ଫ୍ରେଣ୍ଡସ୍ ୟାକୁ ଆମେ ଏଠି ରଖିଦବା। ତାପରେ ଏଠି ଗ୍ରାଇଣ୍ଡର ଜାରରେ ଏଠି ନେଇଯିବା ଅଧା ମୁଠା, ଏଠି ଗୋଟେ ମୁଠା ମୁଁ ନେଇଯାଇଛି କାଜୁ ଟୁକୁଡା। ଏଠି ଗୋଟା କାଜୁ ବି ଆପଣ ନେଇପାରିବେ। ଯଦି କାଜୁ ନାହିଁ ହେଲେ ଆପଣ ଚାରମଗଜରେ ବି ବହୁତ ହେଲ୍ଦି ଆଉ ପୌଷ୍ଟିକ ବି ରହିବ, ତାକୁ ବି ନେଇପାରିବେ। ବିନା କାଜୁରେ ବି ଆପଣଙ୍କର ବନିଯିବ। ତାପରେ ଆଉ ଯଦି ମୁଁ ଏଠି ଅଧା କାଜୁ ଆଉ ଏଠି ଅଧା ଚାରମଗଜ ବା ଆପଣଙ୍କର ମିଲନ ସିଡ୍ ଯୋଉଟା କହୁଛନ୍ତି ସେଗୁଡା ବି ଆପଣ ମାନେ ନେଇପାରିବେ। ଏଠି ନେଇଯାଇଛି ପିସ୍ତା 8-10ଟି। ତା ସହିତ ଯଦି ସେଗୁଡା ବି ନାହିଁ ଫ୍ରେଣ୍ଡସ୍, ଆପଣ ୟା ସହିତ ବାଦାମ ବି ନେଇପାରିବେ। ବାଦାମକୁ ଭିଜେଇକି ଆଗରୁ ରଖିଦେବେ, ସେଇଟା ବି ବହୁତ ପୌଷ୍ଟିକ ରହିବ, ଯୋଉଟା କି ଛୁଆମାନଙ୍କ ପାଇଁ ବହୁତ ହେଲ୍ଦି ରହିବ। ଏବେ ଫ୍ରେଣ୍ଡସ୍ ଦେଖନ୍ତୁ, ଏଠି ଆମେ ନେଇଯିବା ଚିନି। ଚିନି ସହିତ ଏକୁ ଗୁଣ୍ଡ କଲେ ଭଲ ଭାବରେ ପାଉଡର ହୁଏ, ଯୋଉଟାକି ଅଏଲ ଛାଡେ। ଆଉ କାଜୁ ଆଉ ପିସ୍ତା ବାଦାମର ଯଦି ଖାଲି ପେଷିଦେବେ, ସେଥିପାଇଁ ତାକୁ ସହିତ ଚିନି ମିଶେଇ କରି ଆମେ ଗ୍ରାଇଣ୍ଡିଙ୍ଗ କରିଦବା। ହେଲେ ଆମର ଗ୍ରାଇଣ୍ଡର ଭଲ ଭାବରେ ଚାଲିବ ଆଉ ଏକଦମ ଅଏଲ ଛାଡିବନି କାଜୁ ଆଉ ପିସ୍ତାରେ। ଯୋଉ ରଖନ୍ତି ଏମିତି ପାଉଡର କରିଦେଲେ, ପାଉଡର ବେଶୀ ପାଲିସ ନାହିଁ, ଟିକେ ଦରଦରା ଥିଲେ ଚଳିବ। ଏବେ ଯେମିତି କି ଆମେ ଖାଇଲା ବେଳେ ଆମ ପୁରା ପାଟିକୁ ଦାନା ଦାନା ଲାଗିବ। ଖାଇବା ପାଇଁ ବଢିଆ କୁଲଫି ହଉ, ଆଇସ୍କ୍ରିମ ହଉ ବା ସରବତ ଲସି ଯାହା ବି ବନନ୍ତୁ ବହୁତ ଟେଷ୍ଟି ଲାଗିବ। ଏଇଠି ମୁଁ ନେଇଯାଇଛି କ୍ଷୀର ଗୋଟେ ପ୍ୟାକେଟ ମାତ୍ରା, ଯୋଉଟା କି ଆପଣଙ୍କର ଯୋଉ ନର୍ମାଲ ହଉ, ଫୁଲ ଫ୍ୟାଟ ହଉ କିମ୍ବା ଦେଶୀ ଗାଈ କ୍ଷୀର ହଉ, ଯାହା ବି ଆପଣଙ୍କୁ ମିଳିବ ଆପଣ ନେଇଯିବେ। ଯଦି ନ ମିଳିଲା ଆପଣ ଅମୁଲରେ ବି ବନେଇ ପାରିବେ। ଏବେ ଫ୍ରେଣ୍ଡସ୍ ଏଠି ନେଇଯିବା କଷ୍ଟାର୍ଡ ପାଉଡର 2 ଚାମଚ। ତାକୁ ନେଇକରି ତାକୁ ଏମିତି ପାଣି ଅଧା କପ୍ ଦେଇକରି ଭଲ ଭାବରେ ଫେଣ୍ଟି ନବା। ଏଠି କ୍ଷୀର ଦେଖନ୍ତୁ ଫୁଟିବାକୁ ଆସିଲାଣି। ଏଇ ସମୟରେ ଆମେ କଣ କରିବା, ସେଇ ଯୋଉ କଷ୍ଟାର୍ଡ ପାଉଡରକୁ ଗୋଳିକି ରଖିଥିଲେ ତାକୁ ଏଠି ଢାଳିଦବା। ଏବେ ଢାଳି କରି ଅଳ୍ପ ଅଳ୍ପ ଏମିତି ମିଶେଇଦେବେ, ଇଆଡେ ଢାଳୁଥିବେ ଇଆଡେ ମିଶେଇବେ। ଏମିତି କଲେ ବିଲକୁଲ ଗୁଟିଳି ଆସିବନି, ଆପଣଙ୍କର କୌଣସି ସମସ୍ୟା ଆସିବନି ମିଶେଇବାରେ। ତାପରେ ଯୋଉ ଗ୍ରାଇଣ୍ଡିଙ୍ଗ କରିକି ରଖିଥିଲେ ଏଇ ସବୁ ଡ୍ରାଇ ଫ୍ରୁଟସ ଆଉ ଇଏ ସବୁ ଚିନି ହେରିକା, ଆମେ ତାକୁ ବି ଏମିତି ଢାଳି କରି ଆରାମସେ ଏମିତି ତାକୁ ଚଲେଇବା। ଏଥିରେ କୌଣସି ଆପଣଙ୍କର ଲମ୍ସ ଆସିବନି, କିଛି ଡରିବାର ଆବଶ୍ୟକତା ନାହିଁ। ଏବେ ଏମିତି ଆଞ୍ଚକୁ ଏଠି ମିଡିୟମ ରଖିବା।
ଆଉ ଟିକେ ସମୟ ତାକୁ 3 ରୁ 4 ମିନିଟ୍ ଏମିତି ଘାଣ୍ଟି ନେବା। ଗୋଟେ ଟିକେ ନାକୁ ଆପଣ ଏମିତି ଚାଖିବା ପାଇଁ ଟେଷ୍ଟ କରିକି ଦେଖନ୍ତୁ ସୁଗାର କେତେ ଆପଣଙ୍କର ଠିକ ଅଛି ନା ନାହିଁ, ଆପଣ ମାନେ କେତେ ସୁଗାର ଖାଇବାକୁ ଚାହାନ୍ତି। ଏମିତି ମିଠା ଯେତେବେଳେ ଥଣ୍ଡା ହେଇଯାଏ ନା ଟିକେ କମ ମିଠା ଲାଗେ, ତେଣୁ ଟିକେ ଆପଣ ଚିନି ଅଧିକା ଦେଖିକରି ଦେବେ। ତାପରେ ଏଠି ପୁରା ଭଲ ଫ୍ଲେଭର ଆଣିବା ପାଇଁ ଆମେ ଏଠି ଦେଇଦବା ଅଳେଇଚ ପାଉଡର ଅଧା ଚାମଚ। ତ ଅଳେଇଚ ପାଉଡର ଦେଇଦେଲେ ଆମର ଆଇସ୍କ୍ରିମ ହଉ ଯେକୌଣସି ମିଠା ଜିନିଷରେ ତାର ସ୍ୱାଦ ଟା ଦ୍ୱିଗୁଣ ହେଇଯାଏ। ସେଥିପାଇଁ ଏକୁ ଆମେ ଦେଇକରି ଆଉ ଟିକେ 1 ମିନିଟ ଆମେ ଏମିତି ଭଲ ଭାବରେ ମିଶେଇଦବା, ଯେମିତି କି ଅଳେଇଚ ପାଉଡର ଟା ଭଲ ଭାବରେ ତାର ବାସ୍ନା ଟା ଉଠିବ ଆଉ ସବୁଆଡେ ମିଶିଯିବ। ଏବେ ଆମେ ଗ୍ୟାସ କୁ ବନ୍ଦ କରିଦବା। ତାପରେ ଆମେ ଏମିତି ଗୋଟେ ଆଇସ୍କ୍ରିମ ଟ୍ରେ ନେଇଯିବା। ଯଦି ଫ୍ରେଣ୍ଡସ୍ ଆପଣଙ୍କର ଆଇସ୍କ୍ରିମ ଟ୍ରେ ଏମିତି କିଣିବାର ଥିବ, ଆପଣ ମାନେ ଏଇ ଯୋଉ ଭିଡିଓ ଫାଷ୍ଟରେ ସପିଂ ଇଏ ଆସିଛି ସେଥିରୁ ଦେଖିକରି କ୍ଲିକ୍ କରିକରି କିଣି ପାରିବେ। ମାତ୍ର 110-15 ଟଙ୍କା ପଡିବ, ଆପଣଙ୍କର ଲାଇଫ ଟାଇମ ବି କାମ ଦବ। ୟା ଭିତରେ ଫ୍ରେଣ୍ଡସ୍ ଦେଖନ୍ତୁ ଗ୍ଲାସ ରେ କପ ରେ ଯେକୌଣସି ଥିରେ ଆପଣ ମାନେ ବନେଇ ପାରିବେ, ଓ ସବୁଥିରେ ଆପଣଙ୍କୁ କରିକି ଦେଖେଇ ନେବେ। ତ ଏବେ ଫ୍ରେଣ୍ଡସ୍ ଦେଖନ୍ତୁ ଏଠି ଆମର ମୋଲ ଦୁଇଟାରେ ମୁଁ ଖାଲି ପ୍ଲେନ ୟେଲୋ ବାଲା ଯୋଉ ବନେଇଥିଲେ ଆମେ ତାକୁ ଦେଇଛି। ତାପରେ ଏବେ ଏଇଟା ଜମି ଗଲାଣି ଯେହେତୁ ଆମେ ଏଠି କଣ କରିବା ସ୍ପାଚୁଲା ନେଇକରି ଭଲ ଭାବରେ ଏଗୁଡାକୁ ମିକ୍ସ କରିଦବା। ମିକ୍ସ କରିଦେଲେ ଆମର ଏମିତି ଭଲ ଭାବରେ ସେଠି ଜମିଯିବ, ଆଉ ଆମେ ଭରି ପାରିବା। ଏବେ ଦେଖନ୍ତୁ ତାକୁ ଏମିତି ନେଇକରି ସ୍ପାଚୁଲା ସାହାଯ୍ୟରେ ସବୁ ଭିତରେ ବା ଚାମଚ ସାହାଯ୍ୟରେ ତାକୁ ଏମିତି ପୁରେଇଦବା। ଯେତିକି ଆପଣଙ୍କର କଲର ଦବାକୁ ଚାହୁଁଥିବେ, ଯେମିତି ଆଗରେ ଅଲଗା ପଛରେ ଅଲଗା କଲର ଥିବ, ତ ଅଧା ଅଧା ହଉ ବା 1/3 ହଉ ଯେତିକି ଦବାର ଥିବ ଆପଣ ମାନେ ଦେଇପାରିବେ। ଆଉ ତାକୁ ଟିକେ ଏମିତି ଟ୍ୟାପ କରିଦେବେ। ଟ୍ୟାପ କରିଦେଲେ ଆମର ଭଲ ଭାବରେ ଜମିଯିବ ଆଉ ତଳେ ଫାଙ୍କା ରହିବନି। ତା ଉପରେ ଆମେ କଣ କରିବା, ୟେଲୋ ପାଉଡର ଯୋଉଟା କି ଆମେ କଷ୍ଟାର୍ଡ ପାଉଡର ବନେଇଥିଲେ ତାକୁ ବି ଏମିତି ଆମେ ଦେଇଦବା। ତ ଫ୍ରେଣ୍ଡସ୍ ଏଇଟା ଖାଲି ଆଇସ୍କ୍ରିମ ନୁହେଁ, ଏମିତି ଖାଇବାକୁ ବି ବହୁତ ହେଲ୍ଦି ରହିବ। ପିଲାମାନେ ବଡମାନେ ସମସ୍ତେ ଖାଇବାକୁ ବହୁତ ପସନ୍ଦ କରିବେ। ଯଦି ଆପଣଙ୍କର ଷ୍ଟିକ୍ ନାହିଁ ଫ୍ରେଣ୍ଡସ୍, ଏମିତି ରେଡିମେଡ ବାଲା ଆପଣ ମାନେ ଆଇସ୍କ୍ରିମ ଷ୍ଟିକ୍ କିଣି ପାରନ୍ତି। ଯଦି ନାହିଁ ଆମର ଦେଶୀ ଉପାୟରେ ସବୁଠୁ ବଢିଆ ହଉଛି ଯୋଉ ବାଉଁଶର କାଠି ଦେଶୀ ବାଲା ଆମର ଏଇଟା ବି ମିଳିଯିବ ଗାଁ ଗହଳିରେ ସବୁଠି, ଆପଣ ତାକୁ ବି ୟୁଜ କରିପାରିବେ। ତ ଏଠି ଫ୍ରେଣ୍ଡସ୍ ଯଦି ଆପଣଙ୍କର ଆଇସ୍କ୍ରିମ ରୋଲ ନାହିଁ ତାହେଲେ ଆପଣ ଏମିତି କପ ରେ ବି ଯେମିତି ଡିସ୍ପୋଜାଲ କପ୍ ହେଲା ତାକୁ ବି ଏଥିରେ ନେଇପାରିବେ। 2 କଲର ସିଙ୍ଗଲ କଲର ଯୋଉଟା ବି କରିପାରିବେ ଏଥିରେ ବି କରିପାରିବେ। ଆରାମ ସେ ଏଥିରେ ବି ଆପଣଙ୍କର ଡିମୋଲ୍ଡ ହେଇଯିବ। କୌଣସି ଆପଣଙ୍କୁ କପ୍ କାଟିବାକୁ ପଡିବନି ବା ନଷ୍ଟ କରିବାକୁ ପଡିବନି। ଗୋଟେ କପ ରେ ଆପଣ ବାରମ୍ବାର ବି ବନେଇ ପାରିବେ। ତ ଏବେ ଫ୍ରେଣ୍ଡସ୍ ଦେଖନ୍ତୁ ତାକୁ ଆମେ ସେଟ୍ କରି ରଖିଦେଲା ପରେ ଏବେ ଚା ପିଇବା କପ ରେ ବି ଆମେ ମାନେ ଏମିତି କରିପାରିବା। ବାକି ରହିଗଲା ଯେତିକି ଫ୍ରେଣ୍ଡସ୍ ଆମେ ସବୁ ଯାକ ପୋଛା ପୋଛି କରିକି କରିଦବା। ଏଠି ମୋର ଦେଖନ୍ତୁ 8ଟି ପୁରା ହେଇଗଲା ବହୁତ ସାରା, ଏମିତି ପୁରା ଗୋଟେ ଫ୍ୟାମିଲି ଆରାମ ସେ ଖାଇପାରିବେ। ତ ଏବେ ଫ୍ରେଣ୍ଡସ୍ ତାକୁ ଆମେ ଫ୍ରିଜ ରେ ସବୁ ରଖିଦବା। ଫ୍ରିଜ ରେ 3 ରୁ 4 ଘଣ୍ଟା ରଖିବା ପରେ ଫାଇନାଲି ମୋର 3-4 ଘଣ୍ଟାରେ ଜାମ୍ ହେଇଯାଇଥିଲା। ଏବେ ଦେଖନ୍ତୁ ଫ୍ରେଣ୍ଡସ୍ ଆମେ ଯେତିକି ପତଳା କରିବା ସେତିକି ଲେଟ୍ ହବ, ଆଉ ଯେତିକି ଟିକେ ଗାଢା ହବ ଦେଖନ୍ତୁ କେତେ ସୁନ୍ଦର ବସିଛି। ଆପଣଙ୍କ କପ୍ ବି କିଛି ଖରାପ ହେଇନି, ସେ କପ୍ ରେ ଆପଣ ଆଉ ବି କରିପାରିବେ। ଏମିତି ଚା କପ୍ ରେ ବି ଫ୍ରେଣ୍ଡସ୍ ଆପଣ ମାନେ ତାକୁ ବି ପାଣି ଗିନାରେ ରଖିକରି ଏମିତି କରିଦେବେ। ମୋଲଟାରେ ଏମିତି ଦେଖନ୍ତୁ ପାଣି ପାଇପ୍ ଏମିତି ଚଲେଇଦେଲେ ଟିକେ ଗରମରେ ବି ଆପଣଙ୍କର ଛାଡିଯିବ ବା କିଛି